ଶେଷଥର ଠିକ୍ କଲା ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼େ ଗଲେ ମା ଲାଗି ଆସମାନ ତାରା ଶଙ୍ଖ ମୁଠାଏ ଆଣିବ। ମା ନୂଆ ଶଙ୍ଖା ନାଇବ ମୋତେ ହାତ ଦେଖାଇବ, ମୁଁ ଶଙ୍ଖା କଛି ଦେବି। ଏଇ କଥା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିକୁ ଚାହିଁ ବସିଥାଏ। ରଜ ସଂକ୍ରାନ୍ତିଟି ଏଥର ତାର ଭାରି ଆନନ୍ଦର ଦିନ। ତା ମା ଲାଗି ସେ ଆସମାନ ତାରା ଶଙ୍ଖା ଆଣିବ। ମା କେତେ ଖୁସି ହବ। ବୈଶାଖ ମାସ ହେଲା। ବୁଢ଼ା ଲୋକ ଏଥିରେ ଖରାରେ ରୋଜ ରୋଜ ବାଟ ଚଲା ପାଣି ପିଆ ଦେହରେ ସହିଲା ନାହିଁ। ବୁଢ଼ାକୁ ଜ୍ୱର ହେଲା। ଦେଖୁ ଦେଖୁ ଭାରି ଜ୍ୱର, ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନଠୁ ସେ ତା ମାଆକୁ ଦେଖିବାକୁ ଯାଇନାହିଁ। ସେଇଥିପାଇଁ ମନଟା ଆଉଟି ପାଉଟି ହେଉଥାଏ। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହେଇଗଲା। ବୁଢ଼ା 2 ମାସ ହେଲା ମାଆକୁ ଦେଖିବାକୁ ଯାଇନାହିଁ। ଚାଲିପାରୁଥିଲେ ତ ଯେମିତି ହେଲେ ଦେଖି ଆସୁଥାନ୍ତା, କିନ୍ତୁ ରଜକୁ ତ ଆସମାନ ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ। ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମନକୁ ନ ଆସିବ। 60 ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେଉଁ ହାତ ସଫେଇ ହାସଲ କରିଥିଲା ସବୁ ସେଥିରେ ଲଗାଇଲା। ଦିନକ କାମ 4 ଦିନ ଲାଗୁ ପଛକେ କାମଟି କେମିତି ସରସ ହେଉ। ରଜ 2 ଦିନ ଥାଇ କାମ ନିକାଶ ହେଲା। ମନ ଘେନି ଫଳ। ଏପରି ଗଢ଼ଣର ଶଙ୍ଖା ତା ଜୀବନରେ ତା ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି। ତା ମା ହାତକୁ ଶଙ୍ଖା ମୁଠାକ ଖୁବ୍ ମାନିବ। ରଜ ଆଗ ଦିନ ପହିଲି ରଜ। ଝିଅ ବୋହୂ ନୂଆ ଶଙ୍ଖା ନୂଆ ଶାଢ଼ୀ ପିନ୍ଧନ୍ତି। ରାତି ସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ'ଣ କରିବି? ଆଉ କିଏ ନେଇଗଲେ ତ ହେବ ନାହିଁ। ମାଆକୁ କେତେ ଦିନ ଦେଖି ନାହିଁ। ସତେ କ'ଣ ଏଥିରୁ ବଞ୍ଚିବି ଯେ ଥରେ ଦେଖି ଆସେ। ଆଉ ମାଆର ସେହି ହାତରେ ଶଙ୍ଖା କଛି ଦେବି। ମାଆର ହାତଟି ମନେ ପଡ଼ିଗଲା କ୍ଷଣି ବୁଢ଼ାର ଗଦାଏ ବଳ ଆସିଲା। ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖା ମୁଠାକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲୁଥାଏ। 5 କୋଶ ବାଟ ପହଞ୍ଚିଲା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା ସେଇଠାରେ ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ। ଡାକିଲା, ଶଙ୍ଖା ନେବ? କେହି ଶୁଣିଲେ ନାହିଁ। ପୁଣି ଡାକିଲା, ମାଲୋ ଶଙ୍ଖା ନେବ ପରା? ତେବେ ବି କେହି ଆସିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। 2 ଥର ଡାକିଲାଣି, କେହି ଜବାବ ପଦେ ଦେଉନାହାନ୍ତି।